ଗତ ଫେବୃଆରୀ 8/2/2026 ରବିବାର ଦିନ କଟକ ଜିଲ୍ଲା ପିକୋଳ ମନୋହରପୁର ସାଲେପୁରଠାରେ ବିଜ୍ଞାନ ପ୍ରଚାର ସମିତିର ବାର୍ଷିକ ଉତ୍ସବ ଗୋପୀନାଥ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଡକ୍ଟର ଶରତ କୁମାର ବିଶ୍ୱାଳ, ପ୍ରାକ୍ତନ ନିର୍ଦ୍ଦେଶକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଡକ୍ଟର ଶରତଚନ୍ଦ୍ର ଦାସ, ପ୍ରାକ୍ତନ ଅଧ୍ୟକ୍ଷ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଆଠଗଡ଼ ମୁଖ୍ୟ ବକ୍ତା ଓ ମେଜର ମଞ୍ଜୁଶ୍ରୀ ପତି ସଭାପତିର ଦାୟିତ୍ୱ ତୁଲାଇଥିଲେ। ସମ୍ବର୍ଦ୍ଧିତ ପ୍ରତିଭା ଭାବରେ ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ, ଫିଲିପାଇନ୍ସର ଇଣ୍ଟରନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ପ୍ରାକ୍ତନ ବରିଷ୍ଠ ବୈଜ୍ଞାନିକ ଡକ୍ଟର କ୍ଷୀରୋଦ କୁମାର ଜେନାଙ୍କୁ ଡକ୍ଟର ନଳିନାକ୍ଷ ପ୍ରସାଦ ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସିଫାର ବରିଷ୍ଠ ବୈଜ୍ଞାନିକ ଡକ୍ଟର ହିମାଂଶୁ ଶେଖର ସ୍ୱାଇଁଙ୍କୁ ବିଶିଷ୍ଟ ମତ୍ସ୍ୟ ବିଜ୍ଞାନୀ ଡକ୍ଟର ଗଜେନ୍ଦ୍ରନାଥ ମିତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମସ୍ତ ଅତିଥିମାନେ ବିଜ୍ଞାନର ଆବଶ୍ୟକତା, ତାର ଉପଯୁକ୍ତ ବିନିଯୋଗ ଆଉ ସମାଜ ତଥା ଦେଶର ଉନ୍ନତି ବିଷୟରେ ନିଜର ମତ ବିନିମୟ କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସଭାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ଦର୍ଶକ ଦର୍ଶିକା ଉପସ୍ଥିତ ଥିଲେ।